ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ ନମ୍ବର 60ରେ କେକେଆର୍ ବନାମ ଜିଟି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଫିନ୍ ଏଲେନ୍ ଏବଂ ଅଙ୍କ୍ରିସ୍ ରଘୁବଂଶୀଙ୍କ ବିସ୍ଫୋରକ ପାରି ସହିତ ସୁନୀଲ ନାରାୟଣଙ୍କ ଘାତକ ବୋଲିଂ କେକେଆର୍କୁ ବିଜୟ ଲାଭ କରିବାରେ ସାହାଯ୍ୟ କରିଥିଲା। କେକେଆର୍ ଏହି ବିଜୟ ସହ ଏବେ ମଧ୍ୟ ପ୍ଲେ-ଅଫ୍ ଦୌଡ଼ରେ ଜୀବିତ ରହିଛି। ଯଦି ଆପଣମାନେ କେକେଆର୍ ଫ୍ୟାନ୍, ତେବେ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଜିଟି ଅଧିନାୟକ ସୁମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କେକେଆର୍ ପାୱାର ପ୍ଲେରେ 56 ସ୍କୋର କରିଥିଲା, ଗୋଟିଏ ୱିକେଟ୍ ହରାଇବା ସହ, ଯେଉଁଥିରେ ଓପନର ଫିନ୍ ଏଲେନ୍ ରନ୍ କରିବାରେ ଆଗୁଆ ରହିଥିଲେ। ଅନ୍ୟପଟେ ଅଜିଙ୍କ୍ୟ ରାହାଣେ ମହମ୍ମଦ ସିରାଜଙ୍କ ହାତରୁ ବୋଲ୍ଡ ହୋଇଥିଲେ। ରାହାଣେ 14 ରନ୍ କରିଥିଲେ। ପରେ ଅଙ୍କ୍ରିସ୍ ରଘୁବଂଶୀ କ୍ରିଜ୍କୁ ଆସିଥିଲେ। ଉଭୟ ଫିନ୍ ଏଲେନ୍ ଏବଂ ଅଙ୍କ୍ରିସ୍ ରଘୁବଂଶୀଙ୍କ 95 ରନ୍ର ଭାଗିଦାରୀ ହୋଇଥିଲା। ତେବେ 13 ଓଭରରେ ସେଟ୍ ବ୍ୟାଟ୍ସମ୍ୟାନ୍ ଫିନ୍ ଏଲେନ୍ ଆଉଟ୍ ହୋଇଥିଲେ। ସେ ମାତ୍ର 35 ବଲ୍ରେ 93 ରନ୍ର ବିସ୍ଫୋରକ ପାରି ଖେଳିଥିଲେ, ଯେଉଁଥିରେ ସେ 10ଟି ଛକା ବାଡେଇଥିଲେ। ଏଣିକି ତୃତୀୟ ୱିକେଟ୍ ପାଇଁ କ୍ୟାମରନ୍ ଗ୍ରୀନ୍ ପଡ଼ିଆରେ ଯୋଗ ଦେଇଥିଲେ। ତା ପରଠାରୁ ଜିଟି ବୋଲର ଫେଲ୍ ମାରିଥିଲେ ୱିକେଟ୍ ନେବାରେ। ଗ୍ରୀନ୍ ଏବଂ ରଘୁବଂଶୀଙ୍କ 105 ରନ୍ର ବିଶାଳ ଭାଗିଦାରୀରେ କେକେଆର୍ 248 ଟାର୍ଗେଟ୍ ଛିଡ଼ା କରିଥିଲା ଜିଟି ଆଗରେ, ଯେଉଁଥିରେ ରଘୁବଂଶୀ 44 ବଲ୍ରେ 82 ରନ୍ ପାରି ଖେଳିଥିବା ବେଳେ କ୍ୟାମରନ୍ ଗ୍ରୀନ୍ ତାଙ୍କ ଅର୍ଦ୍ଧଶତକ ପୂରଣ କରିବା ସହ 52 ରନ୍ କରିଥିଲେ। ଜିଟି 248 ଟାର୍ଗେଟକୁ ପିଛା କରିବାରେ ଫେଲ୍ ମାରିଥିଲା। ତେବେ ଜିଟି ଦୁଇ ଶକ୍ତିଶାଳୀ ଓପନର ସାଇ ସୁଦର୍ଶନ ଏବଂ ସୁମନ ଗିଲ୍ଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା, ଯେଉଁଥିରେ ସାଇ ଭଲ ଫର୍ମରେ ଥିବାର ଦେଖାଯାଉଥିଲେ। କିନ୍ତୁ ସେ ତୃତୀୟ ଓଭର ଶେଷ ବଲ୍ରେ ପୁଲ୍ ସଟ୍ ମାରିବାକୁ ଯାଇ ଆଘାତ ପାଇଥିଲେ। ସଟ୍ ମାରିବା ବେଳେ ବଲ୍ର ଗତି ଏବଂ ସମୟ ଠିକ୍ ବସିନଥିଲା, ଫଳରେ ବଲ୍ଟି ସିଧା ତାଙ୍କ ବାମ ଘଉଣିରେ ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଫଳରେ ସେ ରିଟାୟାର୍ଡ ହଟ୍ ହୋଇ ପେଭିଲିୟନ ଫେରିଥିଲେ। ସାଇ 13 ବଲ୍ରେ 23 ରନ୍ କରିଥିଲେ। ସାଇଙ୍କ ବଦଳରେ ନିଶାନ୍ତ ସିଦ୍ଧୁ ବ୍ୟାଟିଂ ପାଇଁ ଆସିଥିଲେ, କିନ୍ତୁ 1 ରନ୍ରେ ହିଁ ଆଉଟ୍ ହୋଇଯାଇଥିଲେ ନାରାୟଣଙ୍କ ହାତରୁ। ପରେ ମିଡିଲ୍ ଅର୍ଡରରେ ସୁମନ ଗିଲ୍ ଏବଂ ଜସ୍ ବଟଲରଙ୍କ 128 ରନ୍ର ଜବରଦସ୍ତ ଭାଗିଦାରୀ ହୋଇଥିଲା, ଯେଉଁଥିରେ ଗିଲ୍ ରନ୍ ବନେଇବାରେ ଆଗୁଆ ରହିଥିଲେ। ଉଭୟ ବଟଲର ଏବଂ ଗିଲ୍ କେକେଆର୍ ବୋଲରକୁ ଚୌକା ଛକାରେ ଧୋଇଥିଲେ। ଗିଲ୍ଙ୍କ ଜବରଦସ୍ତ ଫର୍ମ ଦଳକୁ 177 ରନ୍ରେ ପହଞ୍ଚାଇଥିଲା, କିନ୍ତୁ 17 ଓଭରରେ ଗିଲ୍ ଆଉଟ୍ ହୋଇଯାଇଥିଲେ ସୁନୀଲ ନାରାୟଣଙ୍କ ହାତରୁ, ଯାହାକି ବଡ଼ ୱିକେଟ୍ ସାବ୍ୟସ୍ତ ହୋଇଥିଲା କେକେଆର୍ ପାଇଁ। ପରେ ସାଇ ସୁଦର୍ଶନ ଠିକ୍ ହୋଇ କ୍ରିଜ୍କୁ ଆସିଥିଲେ ଏବଂ ବ୍ୟାଟିଂ ଜାରି ରଖିଥିଲେ। ଶେଷରେ ସାଇ ସୁଦର୍ଶନ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାରି ଭିତରେ ଜିଟି 2ଟି ୱିକେଟ୍ ହରାଇଥିଲା, ଯେଉଁଥିରେ ବଟଲର 57 ରନ୍ ଏବଂ ରାହୁଲ ତିୱାତିଆ 2 ରନ୍ରେ ଆଉଟ୍ ହୋଇଥିଲେ। ଏଥିସହିତ କେକେଆର୍ 29 ରନ୍ରେ ବିଜୟ ଲାଭ କରିଥିଲା ଜିଟି ବିପକ୍ଷରେ, ଯେଉଁଥିରେ ସୁନୀଲ ନାରାୟଣ ତାଙ୍କ 4 ଓଭର ସ୍ପେଲରେ 29 ରନ୍ ଦେଇ 2ଟି ମୁଖ୍ୟ ୱିକେଟ୍ ନେଇଥିଲେ, ଯାହା ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା।